ଆମ ବାଳକାଟିରେ କଂସା ବାସନ ହେଉଛି। ଆରେ ଆଜିକାଲି ତ କଂସା ବାସନ କ'ଣ ସିଏ ତାଙ୍କ ଘରେ କଂସାରେ ଖାଉନାହାନ୍ତି। ଆଗରୁ ତ କାହିଁ ଯେତେବେଳେ ମନ୍ତ୍ରୀ ନଥିଲେ, ମୁଖ୍ୟମନ୍ତ୍ରୀ ନଥିଲେ, ଯାହା ତା କଂସାରେ ଖାଉଥିଲେ। ତମକୁ ତ ଭୋକରେ ହଂସା, ତମକୁ କ'ଣ ଦରକାର ପଡ଼ିଲା ନୂଆ କଂସା? ଆଉ ନୂଆ କଂସା 2.5 ଲକ୍ଷ ଟଙ୍କାର କଂସା କିଣିଦେଲ। ସେ କଂସା ନେଲା କିଏ ଘରକୁ ନେଇକି ପଳେଇଲ, ପଖାଳ ସହିତ କଂସା ନେଇକି ପଳେଇଲ। କଂସେଇ ଗୁଡ଼ା ନା କଂସା କହୁଥିଲେ। ବାଳକାଟି ପରା ମାନେ ଯାହାକୁ ଦେଖିବ ମାନେ କମ୍ରେ କିଣିଲନି, ଗୋଟିଏ ଦିନ ଯଦି ପଖାଳ ଖାଇବ କମ୍ ପଇସା ବେଲା କିଣିଥାନ୍ତ, କଂସାରେ ଖାଇବ ପୁଣି ପଖାଳ 2.5 ଲକ୍ଷ ଟଙ୍କା। ସେ କ'ଣ କେଉଁଠି ମାନେ OTDCରେ ରହିଲା ନା କାହା ଘରକୁ ଗଲା ନା ଏଥର ବଜେଟ୍ ପାସ୍ ହେଇଥିଲା? ତେଣୁକରି ଲୋକ ଏଠି ଆମେ ଖଲିପତ୍ରରେ ଖାଇ ଦେଇକିରି ପେଟ ଖାଲି, ତେବେ କଂସାରେ ଖାଇକିରି ଲୋକ ଏ ସବୁ ମାନେ ଯୁଆଡ଼େ ଦେଖିବ ଖାଲି ଭୁଲ। ମାନେ ଇଆଡ଼େ ତ ପିଲା କହୁନି ଯିବୁନି ଆଉ ସ୍କୁଲ, ସିଆଡ଼େ ଭୁଲ। ଆଉ ଇଆଡ଼େ ମାନେ ପଖାଳ ନାଁରେ ପୁରା ସବୁ ସକଳ ଖାଇଗଲେଣି। ତେଣୁକରି ଓଡ଼ିଆଙ୍କ ନାଁରେ ଆଉ ଗୋଟେ ଠକ ନାହିଁ। ନିଜକୁ ସଚେତନ ହେଇଯାଆନ୍ତୁ ସରକାର, ନହେଲେ